ସମସ୍ତ ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ ମୁଁ ସବୁବେଳେ ଆପଣଙ୍କୁ ଏହି ଚ୍ୟାନେଲରେ ନୂଆ ନୂଆ ଅର୍ନିଂ ମେଥଡ ନୂଆ ଅର୍ନିଂ ରିଲେଟେଡ ଭିଡିଓ ଆଣି ଆପଣଙ୍କ ପାଖରେ ପହଞ୍ଚେ। ସୋ ଦର୍ଶକ ବନ୍ଧୁ ମୁଁ ଆଜି ଏମିତି ଗୋଟେ ଅର୍ନିଂ ମେଥଡ ଆଣି ପହଞ୍ଚେଇଛି, ଘରେ ବସି ଆପଣ ମୋବାଇଲ ଫୋନ ଜରିଆରେ ମାଇନିଂ କରିପାରିବେ। ମାଇନିଂ କଣ ନା ଆମେ ଗୋଟେ ଏମିତି ଗୋଟେ ସାଇଟ୍ ଅଛି, ଯୋଉ ସାଇଟ୍ ରେ ଆପ୍ଲିକେସନ ମୁଁ ଆଣି ପହଞ୍ଚେଇଛି, ଯାହା ଫଳରେ ଆପଣ ଯଦି ଏଠି ଟ୍ୟାପ କରୁଛନ୍ତି ଆପଣ କିଛି ବିଟ୍ ଲଗେଇବାକୁ ପଡିବ। ପଇସା ଲଗେଇ ଯଦି ଆପଣ ଟ୍ୟାପ କରୁଛନ୍ତି ଦେନ୍ ଆପଣ ଏଠି ପଇସା ଟା ମଲ୍ଟିପ୍ଲାଏ ମାଇନିଂ ହବ। କେମିତି ମାଇନିଂ ହବ, କୋଉ ତରିକାରେ ହବ, କେମିତି ୱିଡ୍ରଲ୍ ନେବେ, କୋଉ ସିଷ୍ଟମରେ ନେବେ, ସେ ବାବଦରେ ଏଇ ଭିଡିଓରେ ଆଜି ଆମେ ଡିସ୍କସନ କରିବା। ସେ ପର୍ଯ୍ୟନ୍ତ ପାଇଁ ଦର୍ଶକ ବନ୍ଧୁ ଭିଡିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡିଓକୁ ଜମା ବି ସ୍କିପ୍ କରନ୍ତୁ ନାହିଁ। ସୋ ପ୍ରିୟ ଦର୍ଶକ ବନ୍ଧୁ, ବର୍ତ୍ତମାନ ମୋ ସାଇଟ୍ ସ୍କ୍ରିନ୍ ସେୟାର କରିଦେଇଛି। ଆପଣ ଧ୍ୟାନର ସହିତ ଦେଖନ୍ତୁ କେମିତି ମାଇନିଂ କରାଯାଏ, କେମିତି କରିବା। ଆଜି ମୁଁ ଆପଣଙ୍କୁ ଲାଇଭ୍ କରିକି ଦେଖଉଛି ଆପଣ ମାନେ କେମିତି କରିବେ। ଦେନ୍ ଦେଖନ୍ତୁ ଏଠି ଲେଖୁଛି ମାଇ ବାଲାନ୍ସ 3369 ଟଙ୍କା ମୋ ୱାଲେଟରେ ଅଛି। ତ ଆପଣ ଦେଖନ୍ତୁ ଏଠି ଲେଖିଛି ବିଟ୍, ଆପଣଙ୍କୁ ବିଟ୍ 15 ଟଙ୍କା ଲେଖାରେ ଚୁଜ୍ କରିଛି। ଏଠି ଆପଣ ବି ଯୋଉ ମାଇନିଂ 3 ଲେଖିଛି, ଏଠି ଷ୍ଟାର୍ଟ ଲେଖିଛି, ଦେଖନ୍ତୁ ମୁଁ ଷ୍ଟାର୍ଟ କଲି। ବର୍ତ୍ତମାନ ଏଠି ଆମକୁ କରିବାକୁ କଣ ପଡିବ ସେଇଟା ଜାଣିବା ଦରକାର। ବର୍ତ୍ତମାନ ଏଠି ଆମକୁ କଣ କରିବାକୁ ପଡିବ ଦେଖନ୍ତୁ। 1 2 3 ବମ୍ ବ୍ଲାଷ୍ଟ ହେଇଗଲା, ଆମର ଲସ୍ ହେଇଗଲା କେତେ? 15 ଟଙ୍କା। ଏଠି ଦେଖନ୍ତୁ ଯେତେଟା ବକ୍ସ ଭିତରେ 3ଟା ବମ୍ ବାହାରେ, 1 2 3, 3ଟା ବମ୍ ଫୁଟିବା, ଆମେ ତା ଉପରେ ଟଚ୍ କରିବା ନାହିଁ। ଆଉ ଯେତେ ଏଥିରେ ଆମର ପଇସା ମଲ୍ଟିପ୍ଲାଏ 3 ଗୁଣା 3 ଗୁଣା ଏମିତି ଗୁଣନ ହିସାବରେ ଉପରେ ଦେଖନ୍ତୁ ଲେଖା ହେଇଛି x ଗୁଣା 1.4 ଗୁଣା, ଏମିତି ସବୁ ସେମିତି ପାଇବେ। ମୁଁ ଆଉ ଥରେ ଷ୍ଟାର୍ଟ କଲି, ଦେଖିଲି 1 ରେ ମାଇଲି, 2 ରେ ମାଇଲି, କେତେ ଟଙ୍କା ହେଲା? ୱିନ୍ 18 ଟଙ୍କା ହେଲା। 15 ଟଙ୍କା ଲଗେଇ ଆଉ ଗୋଟେ ମାଇଲି, କେତେ ହେଲା? 21 ଟଙ୍କା। ମୁଁ ଏବେ ତାକୁ କ୍ୟାଶ ଆଉଟ କରୁଛି। କ୍ୟାଶ ଆଉଟ କରିଦେଲି 145 ଗୁଣାରେ ମୁଁ କ୍ୟାଶ ଆଉଟ କରିଦେଲି। ଆଉ ଗୋଟେ ଗୁଣା ମାରିଥିଲେ ଆମର ଲସ୍ ହେଇଯାଇଥାନ୍ତା। ପୁଣି ଆଉ ଥରେ ଟ୍ରାଏ କଲି, 1 ରେ ଏଠି ଗୋଟେ ଟଚ୍ କଲି, 2 ରେ ଏଠି ଗୋଟେ ଟଚ୍ କଲି, କେତେ ହେଲା? 18 ଟଙ୍କା। ଆଉ ଗୋଟେ ରିକ୍ସ ନେଲି, 3ଟା ରିକ୍ସ ନେବେ। ମୋର ରିକ୍ସ ନେଲି, କେତେ ହେଲା? 25 ଟଙ୍କା। ଆଉ ଗୋଟେ ରିକ୍ସ ନେଲି, ହେଲା 29 ଟଙ୍କା। ୱିଡ୍ରଲ୍ ମାରି 196 ଗୁଣା ମୁଁ ୱିଡ୍ରଲ୍ କଲି, କେତେ? 29 ଟଙ୍କା। ଦେଖିଲେ ତ କେମିତି ମାଇନିଂ କରାଯାଏ। ମୁଁ ଆଉ ଗୋଟେ ଏକ୍ସାମ୍ପଲ ପାଇଁ ଆଉ ଥରେ ଆପଣଙ୍କୁ ଲାଇଭ୍ ମାଇନିଂ କରାଇ ଦଉଛି। 1 ରେ ଟଚ୍ କଲି, ଫାଷ୍ଟ କିରି ମୋର ଲସ୍ ହେଇଗଲା, 15 ଟଙ୍କା ଲସ୍। ଠିକ ଅଛି, ପୁଣି ଗୋଟେ 5 ଗୁଣାରେ ଇଏ କଲି, ଆଉ ଥରେ ମାଇଲି, 1 2 3 ଦେଖନ୍ତୁ ଦର୍ଶକ ବନ୍ଧୁ, ଏଇଠି ଏଇ ହିସାବରେ ଆପଣ ଖେଳିବେ। ଆପଣ ପଇସା 100 ଟଙ୍କାରୁ ଉର୍ଦ୍ଧ୍ୱ ରିଚାର୍ଜ କରିବେ, ତାପରେ ନେଇ ଆପଣ ଏଠି ମାଇନିଂ କରିବେ, ଯୋଉଟା କି ମୁଁ ଆପଣଙ୍କୁ ଦେଖେଇଥିଲି। ଆଉ ଥରେ ବି ଆପଣଙ୍କୁ ମାଇନିଂ କରି ଦେଖେଇ ଦଉଛି। 1 ରେ ଟଚ୍ କଲେ, 2 ରେ ଟଚ୍ କଲେ, 3 ରେ ଟଚ୍ କଲେ, 4 ରେ ଟଚ୍ କଲେ, 5 ରେ ଟଚ୍, ଦେଖିଆ ସେ କେତେବେଳେ ଯାଏ ଫାଟୁଛି, ଦେଖନ୍ତୁ ଫାଟିଗଲା। ପୁଣି ଆଉ ଥରେ ଟଚ୍ କଲି, 1 2 3 4 ସବୁଠି ଟଚ୍ କଲି, ଯୋଉଠି ହେଲେ ତ ଆମକୁ ଗୋଟେ ଦବ। ମିନିମମ୍ ଆମକୁ ଗୋଟେ 4ଟା 5ଟା ଦେଖନ୍ତୁ ଲସ୍ ହେଇଗଲା। ତ ଏଇ ହିସାବରେ ଆପଣ ଖେଳିବେ, ବୁଝିପାରିଲେ ତ? ଆପଣଙ୍କୁ ମୁଁ ଜଷ୍ଟ ଏକ୍ସାମ୍ପଲ ସହିତ କହିଲି, ଏଇ ହିସାବରେ ଆପଣ ଖେଳିବେ। ଏକାଥରେ 49 ଟଙ୍କା ଏକାଥରେ ହେଇଗଲା। ତ ଏଠି ଆପଣ ନିର୍ଭୟରେ ଖେଳନ୍ତୁ। ଆପଣଙ୍କୁ ଧ୍ୟାନର 2ଟା 3ଟା ବମ୍ ଆସିବ, ସେ ବମ୍ ଉପରେ ଟଚ୍ କରିବେନି। ଆଉ ଯୋଉଠି ଟଚ୍ କରିବେ ପଇସା ଆପଣଙ୍କର ଏଠି ମଲ୍ଟିପ୍ଲାଏ ହେଇଯିବ। ଇଏ ତ ଗଲା। ଆଉ ଗୋଟେ ଜବରଦସ୍ତ ର ଇଏ ତ ସୁନ୍ଦର ପ୍ଲାଟଫର୍ମ। ଦେନ୍ ତା ସହିତ ଆଉ ଗୋଟେ ଟ୍ରିକ୍ ଅଛି, ଯୋଉଟା କି ଏଇଠି ମୁଁ ଦେଖେଇ ଦଉଛି। ପ୍ରାୟତଃ ଲୋକମାନେ ୟାକୁ ବି ମତେ କୋଶ୍ଚିନ୍ କରନ୍ତି, ୟାକୁ କେମିତି ପ୍ଲେ କରିବେ, ମୁଁ ଆପଣଙ୍କୁ ଦେଖେଇ ଦଉଛି। ଏଠି ବର୍ତ୍ତମାନ ଓପନ ହଉଛି, କନେକ୍ଟିଂ ହଉଛି, ଦେଖନ୍ତୁ ଏଠି ବି ଆସିଲା ହାରି ଗ୍ରୀନ। ଏଠି ଲେଖିଦେଲା ନମ୍ବରରେ 18.3.2 ଏମିତି ନମ୍ବର ସବୁ ଲେଖିଦେଇଛି। 1.6 1.3 1.2 ଏମିତି ସବୁ ନମ୍ବର ଲେଖିଛି। ଏଟା କଣ ନା ଏଟା ଆମାଉଣ୍ଟ ଲେଖିବା। ମୁଁ ଏକ୍ସାମ୍ପଲ ଲେଖିଦେଲି 8 ଟଙ୍କା। ଠିକ ଅଛି, ଦେଖନ୍ତୁ ପ୍ରିୟ ଦର୍ଶକ ବନ୍ଧୁ କେମିତି ଖେଳିବା। ମୁଁ ବର୍ତ୍ତମାନ ଟଚ୍ କଲି, ବୁଝିପାରିଲେ? ମୁଁ ଟଙ୍କିକିଆ ବିଟ୍ ଖେଳୁଛି, ଆପଣ ମାନେ ଆପଣଙ୍କ ହିସାବରେ ବିଟ୍ ଖେଳିବେ। ଧର ଏଠି ଯେତେ ତଳେ ଲେଖିଛି ତା ପଏଣ୍ଟ ହିସାବରେ ଏଠି ମଲ୍ଟିପ୍ଲାଏ ହେଇ ହେଇ ଚାଲିବ। ଆପଣ ପଇସାଟା ସେତିକି ସେତିକି ସେ ମଲ୍ଟିପ୍ଲାଏ ହେଇ ଚାଲିବ। ଦେନ୍ ଆପଣଙ୍କୁ ସଭା କୋଣରେ ଯଦି ପଡୁଛି, ମାନେ କେତେ 353 ଗୁଣା ବି ସେ ଦଉଛି, ଯୋଉଟା ମୁଁ ଆପଣ ଏଠୁ ପାଇବି। ତ କୋଣରେ ପହଞ୍ଚିବା ବହୁତ ମୁସ୍କିଲ, କିନ୍ତୁ ଆମେ
जस्ट एग्जांपल ପାଇଁ ଦି ତିନିଟା ଟଚ୍ କଲେ ଆପଣଙ୍କ ହିସାବରେ ଆପଣ ନେଇପାରିବେ। ବୁଝିପାରିଲେ ତ? ଆପଣ କେତେ ଟଙ୍କିଆ ବିଟ୍ ଖେଳିବେ, କଣ କେମିତି ଖେଳିବେ ଆପଣଙ୍କ ହିସାବରେ। ଏଇ ହିସାବରେ ଆପଣ ଖେଳିବେ। ଅଧିକରୁ ଅଧିକ ଯୋଉ ଜାଗାରେ ପଏଣ୍ଟ ବାଜିଲେ ଆପଣ ପଇସା ଡବଲ ହେଇଯିବ। ଇଏ ତ ଥିଲା। ଦେନ୍ ନେକ୍ସଟ ଗୋଟେ ସବୁଠୁ ଆଉ ଗୋଟେ ବହୁତ ବଢିଆ ଜିନିଷ ହଉଛି ଆବେଟର। ଯୋଉଟା କି ଆବେଟର ଆଜିକା ଡେଟରେ ଇଣ୍ଟରନ୍ୟାସନାଲ ସବୁଠୁ ବେଷ୍ଟ ପ୍ଲାଟଫର୍ମ ହଉଛି ଆବେଟର। ଆବେଟର କେମିତି ପ୍ଲେ କରିବେ ତାର ବି ଟ୍ରିକ୍ ଅଛି। ତା ବାବଦରେ ଆସନ୍ତୁ ଡିସ୍କସନ କରିବା। ବର୍ତ୍ତମାନ ଦେଖନ୍ତୁ ଆବେଟର ଓପନ ହେଇଗଲା। ଦେନ୍ ଏଠି ଷ୍ଟାର୍ଟ କରିବାର ତଳେ ଲେଖିଛି ଆମାଉଣ୍ଟ। ଆପଣ କେତେ ଆମାଉଣ୍ଟ ଲଗେଇବେ। ଦେନ୍ ତଳେ ଗୋଟେ ଉପରେ ଗୋଟେ ଦିଟା। ମୁଁ ଜଷ୍ଟ ଉପରେ ଦେଖନ୍ତୁ 1 ଗୁଣା 2 ଗୁଣା ଚାଲିଛି। ମୁଁ 10 ଟଙ୍କାରେ ଜଷ୍ଟ ଏକ୍ସାମ୍ପଲ ଲଗେଇଲି। ବୁଝିପାରିଲେ ତ? 10 ଟଙ୍କା ଲଗେଇକି ଆପଣଙ୍କୁ କହୁଛି ଦେଖନ୍ତୁ ଏଠି କେତେ ଗୁଣା ଉଡିଲେ ତା ଉପରେ ଆପଣ ପଇସା ଟା ପାଇବେ। ବୁଝିପାରିଲେ ତ? ଜଷ୍ଟ ଏକ୍ସାମ୍ପଲ ବର୍ତ୍ତମାନ ତ ଆମର ସ୍କେଲ ଭଲ ଚାଲି ନାହିଁ। ଜଷ୍ଟ ମୁଁ ଆପଣଙ୍କୁ କହିଦଉଛି ଦେଖନ୍ତୁ 1 ଗୁଣା ଯାଉଛି ପୁଣି ଆଉ ଥରେ 10 ଟଙ୍କା ଲଗେଇଲେ ତ ଆପଣ ଯେତେବେଳେ 2 ଗୁଣା 3 ଗୁଣା 4 ଗୁଣା 5 ଗୁଣା ହବ ତା ଉପରେ ନେଇ ଆପଣ ଏଠି ନେଇପାରିବେ। ଦେଖନ୍ତୁ 14 ଟଙ୍କା ହେଲା ମୁଁ ଚାହିଁଲେ କ୍ୟାସ୍ ଆଉଟ୍ କରିପାରିବି। ମୁଁ ଏଠି 18 ଟଙ୍କାରେ କ୍ୟାସ୍ ଆଉଟ୍ କରିଦେଲି। ଆପଣ ଏଠି କ୍ୟାସ୍ ଆଉଟ୍ କରିବେ। ବର୍ତ୍ତମାନ ଆମ ଆଗରେ କେତେ 4 ଗୁଣା 5 ଗୁଣା ଗଲାନି 6 ଗୁଣା ଗଲାନି। ଆମେ 10 ଟଙ୍କା ପୁଣି ଲଗେଇଛେ। ବର୍ତ୍ତମାନ 7 ଗୁଣା ଗଲା। ଯଦି ଆମେ ଲଗେଇଥାନ୍ତେ ଆମ ପଇସାଟା କେତେ ହେଇଥାନ୍ତା? ଡବଲ ମଲ୍ଟିପ୍ଲାଏ ହେଇ ଯାଇଥାନ୍ତା। ତ ସେଇଟା ଆମେ ଯେହେତୁ ଲଗେଇନେ ତ ଆମର ପଇସାଟା ମଲ୍ଟିପ୍ଲାଏ ହେଇପାରୁନି। ତ ଆମେ ଲଗେଇଛେ 17 ଗୁଣା। ଦେଖନ୍ତୁ 20 ଗୁଣା 21 ଗୁଣା 24 ଗୁଣାରେ ବର୍ତ୍ତମାନ ଫ୍ଲାଇଟ୍ ସେ କଟିଲା। ଦେନ୍ ଆଉ ଥରେ ଲଗେଇଲେ ଆଉ ପ୍ରାୟତଃ ଜୀବନ 1 ଗୁଣା ଭିତରେ କଟିବ ଆମେ ଜାଣିଛେ। ବଟ୍ ଯେହେତୁ ଆପଣଙ୍କୁ ଦେଖେଇ ଦଉଛି କେମିତି ଲଗେଇବା କଥା। ଦେଖନ୍ତୁ 10 ଟଙ୍କା ଲଗେଇଥିଲେ 11 ଟଙ୍କା ହେଲା 12 ଟଙ୍କା ହେଲା 13 ଟଙ୍କା ହେଲା। ଆପଣଙ୍କ ହିସାବରେ ଆପଣ କେତେ ଟଙ୍କା ରଖିବେ। ଦେନ୍ 17 ଟଙ୍କା ହେଲା 18 ଟଙ୍କା ହେଲା 19 20 ଟଙ୍କାରେ ବି ଉଠେଇଥିଲି। ଯେ 10 ଟଙ୍କା ଲଗେଇଥିଲି 20 ଟଙ୍କା ଉଠେଇଦେଲି। ଦେଖନ୍ତୁ 2 ଗୁଣା ଗଲା 3 ଗୁଣା ଗଲା। ଏତେ ଯେତେ ଗୁଣା ଉଡି ଉଡି ଯିବ ଆପଣଙ୍କ ପଇସାଟା ସେତିକି ଗୁଣା ଡବଲ ହେଇ ଯାଇଯିବ। ଆପଣ ଯେତିକି ଟଙ୍କା ଲଗେଇଛନ୍ତି ତାର ସେତିକି ଗୁଣାର ସେତିକି ଗୁଣା ଡବଲ ହେଇ ଯିବ। କେତେ ଗୁଣା 253 ଗୁଣା 54 ଗୁଣା ଆମେ ଯଦି ପଇସା ଟା ଲଗେଇଥାନ୍ତେ ଆମକୁ ସେତିକି ଗୁଣା ଯାଏ 360 ଗୁଣା 70 ଗୁଣା କେତେ ଗୁଣା ସ୍ପିଡ ରେ ସେ ଯାଉଛି। ଦେଖନ୍ତୁ ସେ କେତେ ଫାଟୁଛି ଆମେ ଦେଖିବା। ଦେଖନ୍ତୁ 600 ଗୁଣା ଗଲା 700 ଗୁଣା ଗଲା। ଏଟା ଯେତିକି ଗୁଣା ମଲ୍ଟିପ୍ଲାଏ ହେଇଯିବ ଆପଣଙ୍କ ପଇସା ଟା ସେତିକି ଗୁଣା ହେଇଯିବ। ଦେଖନ୍ତୁ 1000 ଗୁଣା 1000 13000 ଏଇ ଯୋଉ 1400 1500 1600 1700 1800 2000 ହେଲା। ଦେଖନ୍ତୁ 1300 ଏ ଯୋଉ 2500 2600 3000 ହେଲା 3166 ଗୁଣାରେ କଟିଲା। ଦେନ୍ ଆଉଥରେ ଆମେ ଯେହେତୁ 10 ଟଙ୍କା ଲଗେଇଛେ ଦେଖିବା କେତେ ଗୁଣା ଯାଉଛି। ଆଉ ତ ଲମ୍ବା ଯିବନି ବଟ୍ ଦେଖିବା ଜଷ୍ଟ ଆପଣଙ୍କ ପାଇଁ 10 ଟଙ୍କା ଲଗେଇ କେତେ ଗୁଣା ଯାଉଛି ଆମେ ଦେଖିବା। ଆମେ ଉଠେଇବାନି କ୍ୟାସ୍ ଆଉଟ୍ କରିବାନି ଦେଖିବା ସେ କେତେ ଗୁଣା ଯାଉଛି। ବର୍ତ୍ତମାନ 20 ଟଙ୍କା ହେଇଗଲାଣି ଆମେ ଚାହିଁଲେ ବି ନେଇପାରିବା ବଟ୍ ଆମେ ଆପଣଙ୍କୁ ଦେଖେଇବି। ଦେଖନ୍ତୁ 2 ଗୁଣା 37% ଏକ୍ସ ରେ କଟିଗଲା। ତ ଆପଣଙ୍କ ଉପରେ ନିର୍ଭର କରେ। ଆପଣ ଦେଖି ଚାହିଁ ଖେଳନ୍ତୁ। ପଇସାଟାକୁ ଅଧିକ ଗୁଣା ଏତେ ଲୋଭ କରିବେନି। 3 ଗୁଣା 4 ଗୁଣା ହେଇଗଲା ମାନେ କାଫି। ଆପଣଙ୍କ ପଇସା 3 ଗୁଣା 4 ଗୁଣା ହେଇଗଲା ମାନେ ଜବର ଢେର। ଯେତିକି ଟଙ୍କା ଲଗେଇଛନ୍ତି ତା 3 ଗୁଣା ପାଇଲା ବେଳକୁ କମ ହେଇଛି। ତ ସେଇ ହିସାବରେ ଏକ୍ସେସ ଲୋଭ କରନ୍ତୁ ନାହିଁ। ଦେଖି ଚାହିଁ ଖେଳନ୍ତୁ। 100% ଜେନ୍ୟୁନ୍ ଆପ୍ଲିକେସନ। ଘରେ ବସି ଖାଲି ଆବେଟର ଜରିଆରେ ଇନକମ୍ ଅନଲିମିଟେଡ କରି ବାସ୍ ଟିକେ ଦେଖି ଚାହିଁ ଖେଳିବାର ଅଛି। ଦେଖନ୍ତୁ ସେ ମୁଁ ଏଇ 2 ଗୁଣାରେ ଉଠେଇକି ବର୍ତ୍ତମାନ 5 ଗୁଣା ଗଲା। 10 ର 5 ଗୁଣା 50 ଟଙ୍କା ହେଇଥାନ୍ତା। ବଟ୍ ମୁଁ ଆପଣଙ୍କୁ ଦେଖେଇବା ଚକ୍କରରେ ମୁଁ ମୋର କ୍ୟାସ୍ ଆଉଟ୍ କରିଦେଲି। ସୋ ପ୍ରିୟ ଦର୍ଶକ ବନ୍ଧୁ ଦେଖନ୍ତୁ ମୁଁ ସେଇ ଆବେଟର ବା ଯୋଉ ତିନିଟା ଗେମ୍ ଦେଖେଇଲି ସେଇ ସାଇଟରୁ ମୁଁ କୋଉ ଭଳିଆ ୱିଡ୍ରଲ୍ ନଉଛି ସେ ପୁଣି USDT ରେ ଡଲାରରେ ୱିଡ୍ରଲ୍ ନଉଛି ଆପଣ ମାନେ ଦେଖନ୍ତୁ ପର ଡେ ର ମୋର କାଲି 9 ତାରିଖ ଥିଲା 9 ତାରିଖ 3500 ସମଥିଙ୍ଗ ଉଠେଇଲି। ଦେନ୍ 8 ତାରିଖରେ ତାପରେ 6 ତାରିଖରେ 4 ତାରିଖରେ କଣ କଣ ୱିଡ୍ରଲ୍ କରିଛି ଆପଣ ଦେଖନ୍ତୁ। ଏଇଟା ଅନଲିମିଟେଡ ୱିଡ୍ରଲ୍ ନଉଛି ଆପଣ ଡାଇରେକ୍ଟ USDT ରେ ନେଇପାରିବେ। ଆପଣ ଚାହିଁଲେ ବି ଆପଣ ବ୍ୟାଙ୍କ ଖାତାକୁ ବି ନେଇପାରିବେ ଆପଣଙ୍କ ଉପରେ ନିର୍ଭର କରେ ଡିପେଣ୍ଡ କରେ। ତ ଡେରି କରନ୍ତୁନି ଜଲ୍ଦି ଜଲ୍ଦି ଯାଇକି ଜଏନିଂ କରନ୍ତୁ। ଜଏନିଂ କରି ତୁରନ୍ତ ମାନେ ପ୍ଲେ କରିବା ଆରମ୍ଭ କରନ୍ତୁ। ଆଉ ଚିନ୍ତା କରନ୍ତୁ ନାହିଁ ମୁଁ ଆପଣଙ୍କ ସାଥରେ ଅଛି। ଯଦି ଆପଣ ଭିଡିଓରୁ କିଛି ଶିଖିପାଇଲେ ଭିଡିଓରୁ କିଛି ଜାଣିପାଇଲେ ଆପଣ ନିଶ୍ଚିନ୍ତ ମତେ ଗୋଟେ କମେଣ୍ଟ କରନ୍ତୁ। କୋଉ ଏରିଆରୁ ଆପଣ ବିଲଙ୍ଗ କରୁଛନ୍ତି କମେଣ୍ଟରେ ଜଣାନ୍ତୁ।
एंड ଆପଣ ଯଦି ମୋ ସହିତ ଟଚ୍ ରହିବାକୁ ଚାହୁଁଛନ୍ତି, ମୋ ସହିତ କିଛି ଡିସ୍କସନ୍ କରିବାକୁ ଚାହୁଁଛନ୍ତି, ତ ଆପଣ ଚିନ୍ତା କରନ୍ତୁ ତଳେ ମୁଁ ମୋର ସପୋର୍ଟ ଲିଙ୍କ୍ ଟେଲିଗ୍ରାମ ସପୋର୍ଟ ଲିଙ୍କ୍ ଦେଇଛି। ସେଠି ଜଏନିଂ ହୁଅନ୍ତୁ। ଜଏନିଂ ହୋଇ ମତେ ପର୍ସନାଲ ମେସେଜ କରନ୍ତୁ। ମୁଁ ଆପଣଙ୍କୁ ଗାଇଡ କରିବି। ଆପଣ ହର ଏକ ପ୍ରଶ୍ନର ଉତ୍ତର, ଆପଣ ହର ଏକ ପ୍ରୋବ୍ଲେମର ସର୍ଟ ଆଉଟ୍ କରିବାକୁ ମୁଁ 100% ଚେଷ୍ଟା କରିବି। ଆଉ ଯଦି ଏତିକି ଅନୁରୋଧ, ଭିଡିଓରେ ଯଦି କିଛି ଆପଣ ଶିଖି ପାରୁଛନ୍ତି, କିଛି କାମରେ ଲାଗୁଛି, ନିଶ୍ଚିନ୍ତ ସବସ୍କ୍ରାଇବ କରନ୍ତୁ, ସାଙ୍ଗସାଥି ମାନଙ୍କୁ ସେୟାର କରନ୍ତୁ। ଆଉ ଯଦି ଭିଡିଓରେ ଆପଣ ମାନେ କିଛି ଚାହୁଁଛନ୍ତି କୋଉ ରିଲେଟେଡ ଭିଡିଓ ଆଣିବା ପାଇଁ, ତା ବାବଦରେ ବି ଆପଣ ମତେ କମେଣ୍ଟ ବି କରିପାରନ୍ତି। ସେ ପର୍ଯ୍ୟନ୍ତ ପାଇଁ ଦର୍ଶକ ବନ୍ଧୁ, ମୁଁ ଆପଣଙ୍କ କମେଣ୍ଟର ଅପେକ୍ଷାରେ ରହିବି। ପୁଣି ଦେଖା ହବ ନୂଆ ଏକ ଭିଡିଓରେ। ସେ ପର୍ଯ୍ୟନ୍ତ ରହିଲି ଫ୍ରେଣ୍ଡସ୍। ଜୟ ଜଗନ୍ନାଥ।